ଜୀବନରେ କିଛି ସମ୍ପର୍କ ଆମେ ବାଛୁନାହୁଁ, ସେଗୁଡ଼ିକ ଆମକୁ ଜନ୍ମ ସହିତ ମିଳିଯାଏ। ମା ବାବା ଭାଇ ଭଉଣୀ କିଏ ଆମର ହେବେ, କିଏ ଆମ ପରିବାର ହେବେ, ଏସବୁ ଯେମିତି ଈଶ୍ୱର ଆଗରୁ ଲେଖିଦେଇଥାନ୍ତି। କିନ୍ତୁ ସାଙ୍ଗ ସାଙ୍ଗ ହେଉଛି ସେ ଗୋଟେ ସମ୍ପର୍କ ଯାହା ଆମେ ନିଜେ ବାଛୁ, ନିଜେ ଗଢ଼ୁ ଆଉ ନିଜ ହୃଦୟରେ ତାକୁ ଜାଗା ଦେଉ। ରକ୍ତର ସମ୍ପର୍କ ନଥାଇ ବି କେବେ କେବେ ଜଣେ ସାଙ୍ଗ ନିଜ ଲୋକଠାରୁ ଅଧିକ ନିଜର ହୋଇଯାଏ। ଏମିତି ଜଣେ ସାଙ୍ଗ ଯାହା ପାଖରେ ନିଜ ଦୁଃଖ ସୁଖ କହିବାକୁ ଶବ୍ଦର କୌଣସି ଆବଶ୍ୟକତା ନଥାଏ। ଆଖିକୁ ଦେଖିଲେ ହିଁ ସେ ବୁଝିଯାଏ ଆଜି ମନଟା ଭଲ ନାହିଁ। କେତେ ଅଜବ ନା, ଈଶ୍ୱର ଆମକୁ ଏତେ ସୁନ୍ଦର ସମ୍ପର୍କ ଦେଲେ, କିନ୍ତୁ ସାଙ୍ଗ ପରି ଗୋଟେ ସମ୍ପର୍କ ଆମକୁ ନିଜ ହାତରେ ବାଛିବାକୁ ଦେଲେ। ବୋଧହୁଏ ସେଥିପାଇଁ ଭଲ ସଙ୍ଗତି ଦେଖି ଈଶ୍ୱର ବି ଟିକେ ଜେଲସ୍ ହୁଅନ୍ତି, କାରଣ ଯାହାକୁ ସେ ଜୀବନ ଦେଇଛନ୍ତି ତାକୁ ଆମେ ନିଜ ଇଚ୍ଛାରେ ହୃଦୟର ସବୁଠାରୁ ନିକଟରେ ରଖିଥାଉ। ତେଣୁ ଯଦି ଜୀବନରେ ଏମିତି ଜଣେ ସାଙ୍ଗ ଅଛି ଯିଏ ତୁମ ସୁଖରେ ହସେ, ଦୁଃଖରେ କାନ୍ଦେ, ଆଉ ତୁମ ନୀରବତାରେ ତୁମ ଦୁଃଖ ପଢ଼ିନିଏ, ତାକୁ କେବେ ହରାଇବା ନାହିଁ। କାରଣ କିଛି ସମ୍ପର୍କ ଭାଗ୍ୟରେ ଲେଖା ନଥାଏ, ସେଗୁଡ଼ିକ ହୃଦୟରେ ଲେଖାଯାଏ।